କେଉଁ କଥାରେ ସାବଧାନ ନ ରହିଲେ ବିପଦ। ବିନା ଅନୁମତିରେ ଅନ୍ୟ ଘରେ ପ୍ରବେଶ କରିବା, ଅଭ୍ୟାସ ନଥିଲେ ଗଛ ଚଢ଼ିବା, ଏକା ଏକା ଦୂର ବାଟକୁ ଯିବା, ନିଜର ସ୍ତ୍ରୀକୁ କଟୁ କଥା କହିବା, ନିଜ ସନ୍ତାନମାନଙ୍କୁ କଟୁ କଥା କହିବା, ଖରସ୍ରୋତା ନଦୀରେ ପହଁରିବା, କାହାରି ଆଗରେ ନିଜ ଶତ୍ରୁର ପରିଚୟ ପ୍ରଦାନ କରିବା, ଦୁଇ ଜଣଙ୍କ କଳିରେ ଜଣକର ପକ୍ଷ ନେବା, ଗୋଷ୍ଠୀଗତ ରାଜନୀତିରେ ଭାଗ ନେଇ ସମାଲୋଚନା କରିବା, କାହାରି କଳହରେ ସାକ୍ଷୀ ହେବା, ଅନ୍ତରଙ୍ଗ ବନ୍ଧୁଠାରୁ କରଜ ନ କରିବା କି କରଜ ନ ଦେବା, ନିଜ ଘରର ଛିଦ୍ର ଅନ୍ୟ ଆଗେ ପ୍ରକାଶ କରିବା, ନିଜର ଦୁର୍ବଳତା ଅନ୍ୟକୁ କହିବା, ଏକୁଟିଆ ଥିବା ନାରୀ ବା କନ୍ୟା ସହିତ କଥା ହେବା, ଏକା ଏକା ଜଙ୍ଗଲକୁ ଯିବା। କିଏ କାହାର ଶତ୍ରୁ? ମୂର୍ଖ ପୁତ୍ର ସମାଜର ଶତ୍ରୁ, ଅସମର୍ଥ ସ୍ୱାମୀ ପତ୍ନୀର ଶତ୍ରୁ, ଅନାଡ଼ି ବୈଦ୍ୟ ରୋଗୀର ଶତ୍ରୁ, କ୍ଷଣ କପି ମୁନିବ ଚାକରର ଶତ୍ରୁ, ଉଦ୍ଧତ ପ୍ରଜା ରାଜାର ଶତ୍ରୁ, କୃପଣ ଧନୀ ଦରିଦ୍ରର ଏବଂ ସମାଜର ଶତ୍ରୁ, ଶାସକ ଦୁଷ୍ଟ ଦୁରାଚାରମାନଙ୍କର ଶତ୍ରୁ, ପତିବ୍ରତା ନାରୀ କୁଳଟାମାନଙ୍କର ଶତ୍ରୁ, ସୁଜନ ଦୁର୍ଜନମାନଙ୍କର ଶତ୍ରୁ, ଉପଦେଶଦାତା ମୂର୍ଖମାନଙ୍କର ଶତ୍ରୁ, ପୁତ୍ର ବେଶ୍ୟାର ଶତ୍ରୁ, ଭ୍ରଷ୍ଟ ନାରୀ ଜାତିର ଶତ୍ରୁ, ଲୋଭୀ ଭିକାରୀର ଶତ୍ରୁ, ଅକର୍ମଣା ଭୂସମ୍ପତ୍ତିର ଶତ୍ରୁ, ଜଳ ରୋଗୀର ଶତ୍ରୁ, ଜହ୍ନରାତି ଚୋରର ଶତ୍ରୁ।